ବର୍ତ୍ତମାନ ମୋର ଆଲୋଚନା ଆଧୁନିକ ଓଡ଼ିଆ କବିତା ଉପରେ। କବି ହେଉଛନ୍ତି ରମାକାନ୍ତ ରଥ ଏବଂ ତାଙ୍କର ଲଣ୍ଠନ କବିତା। ଲିଖିତ ଆଲୋଚନାର ଶୀର୍ଷକ ଚତୁର୍ଦ୍ଦଶ ପଦିକା ଲଣ୍ଠନ। କବିତାର ଶୈଳୀଗତ ବା ରଚନା ଭଙ୍ଗୀର ପ୍ରକାର ଭେଦରେ 14 ଧାଡ଼ି ବିଶିଷ୍ଟ ବା ଚତୁର୍ଦ୍ଦଶ ପଦିକା ବା ସନେଟ୍ କବିତା ହେଉଛି ରମାକାନ୍ତ ରଥଙ୍କର ପ୍ରତୀକ କବିତା ଲଣ୍ଠନ। ଲଣ୍ଠନ କବିତା ଅତ୍ୟନ୍ତ ଅବିସ୍ମରଣୀୟ, ଲୋକପ୍ରିୟ, ପାଠ୍ୟାନ୍ତର୍ଗତ। ଅନେକ ଥର ଏହା ଶ୍ରେଣୀଗୃହରେ ପାଠ୍ୟରେ କୋର୍ସରେ ଥାଇ ପଠିତ ହୋଇଅଛି। କବିତା ଦିଗରୁ ଏହା ରମାକାନ୍ତଙ୍କର ଶ୍ରେଷ୍ଠ କୃତି। କବିତାକୁ ଭଲ ପାଉଥିବା ସବୁ ପାଠକ ଲଣ୍ଠନ କବିତାକୁ ଅଧିକ ଭଲ ପାଇଥାନ୍ତି। ଇଟାଲୀର କବି ପେଟ୍ରାର୍କ ସନେଟ୍ କବିତାର ପ୍ରଥମ ପ୍ରବର୍ତ୍ତକ। ଅଷ୍ଟକ ଏବଂ ଷଷ୍ଠକ ହୋଇ ସନେଟ୍ କବିତାର ଦୁଇଟି ପର୍ଯ୍ୟାୟ ରହିଛି। ଇଂରାଜୀରେ ଯାହାକୁ ଅକ୍ଟେଭ ବା ସଷ୍ଟେଡ୍ କହନ୍ତି। ସଷ୍ଟେଡ୍ ପୁଣି ପ୍ରତି 3 ଧାଡ଼ି ବିଶିଷ୍ଟ, ଯାହାକୁ ତ୍ରିପଦିକା ବା ଟେରେସେଟ୍ କହନ୍ତି। ଅଷ୍ଟକ ବା ଅକ୍ଟେଭରେ ସମସ୍ୟାର ବିବୃତ୍ତି ଏବଂ ସଷ୍ଟେଡ୍ରେ ସମସ୍ୟା ଉପରେ କବିର ମତଦାନ ଥାଏ। ସେହିପରି ପ୍ରତୀକ ବା ସଙ୍କେତ ବା ସିମ୍ବଲ ପ୍ରତିନିଧିମୂଳକ ଆଳଙ୍କାରିକ ଉପସ୍ଥାପନ ସାହିତ୍ୟର ଶୋଭା ବିଧାୟକ ଧର୍ମ ଅଳଙ୍କାର। ଏଥିରେ ସୂର୍ଯ୍ୟମାନ ରୀତି କଳ୍ପବୋଧ ମତିରେ ଜଡ଼ିତ ଥାଏ। ପ୍ରତୀକ କବିତାକୁ ଖାଲି କାହିଁକି, ମୂଳତଃ ସାହିତ୍ୟର ଗଳ୍ପ, ଉପନ୍ୟାସ, ନାଟକରେ ପ୍ରଯୁକ୍ତ ହୋଇ ଏସବୁକୁ ବୌଦ୍ଧିକ, ଭାବୋଦ୍ୟୋତକ, ଚିନ୍ତା ଉତ୍ପନ୍ନକାରୀ କରାଏ। ବାହ୍ୟ ବସ୍ତୁ ସାମଞ୍ଜସ୍ୟ ଥିବା ଲେଖକର ଭାବ୍ୟ ବସ୍ତୁର ସଂଗୁପ୍ତ ଅର୍ଥକୁ ପ୍ରତିନିଧି ସହିତ ବୁଝାଇବାର ପ୍ରଯତ୍ନକାରୀ ଲେଖକୀୟ ପ୍ରକ୍ରିୟାକୁ ପ୍ରତୀକ, ସଙ୍କେତ ବା ଇଂରାଜୀରେ ସିମ୍ବଲ କହନ୍ତି। ପ୍ରତୀକ ସାଧାରଣ ଏବଂ ସାହିତ୍ୟିକ ହୋଇ ଦୁଇ ପ୍ରକାର। ସାଧାରଣ ପ୍ରତୀକ ପ୍ରଥାସିଦ୍ଧ, ସର୍ବଜନ ବୋଧ୍ୟର ସମାନ ଅର୍ଥ ନିଷ୍ପନ୍ନ ବା ପ୍ରକାଶକ ବିଶିଷ୍ଟ। ଯଥା ସବୁଜ ବତୀ ଗାଡ଼ି ଛାଡ଼ିବାର, ଲାଲି ବତୀ ଗାଡ଼ି ଅଟକିବାର ପ୍ରତୀକ, ଦା ହାତୁଡ଼ି ଚିହ୍ନ ସାମ୍ୟବାଦର, ତ୍ରିରଙ୍ଗା ଭିତରେ ଅଶୋକ ଚକ୍ର ଚିହ୍ନ ଭାରତୀୟ ଜାତୀୟତାର ପ୍ରତୀକ। ଏସବୁର ଗୋଟିଏ ସମାନ ଅର୍ଥ ଥାଏ, ଅର୍ଥର ବିଭିନ୍ନତା ବା ପାର୍ଥକ୍ୟ ନଥାଏ। ତେଣୁ ଲୋକେ ଗୋଟିଏ ଅର୍ଥରେ ସବୁବେଳେ ବୁଝିଥାନ୍ତି। ସେଥିପାଇଁ ଏଗୁଡ଼ିକ ପ୍ରଥାସିଦ୍ଧ। ପରନ୍ତୁ କାବ୍ୟିକ ବା ସାହିତ୍ୟିକ ପ୍ରତୀକ ନିର୍ଦ୍ଦିଷ୍ଟ ଧରଣର ଉପସ୍ଥାପନା ପଦ୍ଧତି। ଏହାର ସବୁବେଳେ ସମାନ ଅର୍ଥ ନଥାଏ। ବ୍ୟବହାର ସ୍ଥଳରୁ ଏହାର ଆର୍ଥିକ ବୈଶିଷ୍ଟ୍ୟ ଜଣାପଡ଼େ। ଏହା ଆଳଙ୍କାରିକ ପ୍ରୟୋଗରୁ, ଲେଖକର ସୌନ୍ଦର୍ଯ୍ୟପ୍ରିୟ ବୋଧ ଦୃଷ୍ଟିରୁ ଲେଖାକୁ ଆସେ। ବୁଦ୍ଧିର ଅନ୍ୟତମ ଖେଳ ହୁଏ ସାହିତ୍ୟିକର ସାହିତ୍ୟିକ ପ୍ରତୀକ। ଏହା ଚିନ୍ତା ଉଦ୍ରେକକାରୀ ହୋଇଥାଏ। ଲେଖକ ପାଠକକୁ ଭାବାବିଷ୍ଟ କରାଏ। କେମିତି ପ୍ରୟୋଗ କରିବି ଏବଂ କିପରି ବୁଝିବିର ଏହା ଅନ୍ୟତମ ଆଳଙ୍କାରିକ ସଂଶୟ ବା ଦ୍ୱନ୍ଦ୍ୱ। ରମାକାନ୍ତ ରଥଙ୍କର ପ୍ରଥମ କବିତା ସଂକଳନ କେତେ ଦିନର କବିତା ପୁସ୍ତକରେ ଲଣ୍ଠନ କବିତାଟି ଅଛି। କବିତାର ବିଷୟବସ୍ତୁରେ ସାମ୍ୟବାଦୀ ଭାବନା ଲକ୍ଷଣୀୟ ହୋଇଥାଏ। ଲଣ୍ଠନର ରୂପକ ବା ଇମେଜ୍, ତାର ବାହାର ଆକାର ମଣିଷର ଶରୀରର ପ୍ରତିନିଧି କରିଥାଏ ଏବଂ ଲଣ୍ଠନର କାଚ ଭିତରେ ଜଳୁଥିବା ନିଆଁଟି ମନର ବା ଅନ୍ତର ଜଳିବାକୁ ବୁଝାଏ। ମଣିଷ ବାହାରକୁ ସ୍ଥିର, ଶାନ୍ତ, ସୁନ୍ଦର ଜଣାଗଲେ ବି ଭିତରେ କିନ୍ତୁ ତାର ଜୀବନ ବିତାନର ନାନାଦି କାରଣ ପାଇଁ ଅଶାନ୍ତ, ଦୁଃଖୀ, ଅସ୍ଥିର ଚିତ୍ତର ଥାଏ। ମଣିଷର ଜୀବନ ନିର୍ବାହ ଧାରା ତାର ଜୀବନରେ ବିବିଧ ଦୁଃଖଦ ପରିସ୍ଥିତି ସୃଜେ, ଯୋଉଥିପାଇଁ ମଣିଷର ମନ ଖରାପ ଥାଏ। ଚିତ୍ତ ଦୋଳନ ଦେଖାଦିଏ, ଯାହାଫଳରେ ମଣିଷ ଦୁଃଖୀ ହୁଏ, ସମସ୍ୟାରେ ପଡ଼େ। ଏହି ସ୍ଥିତି ହିଁ ମଣିଷ ରୂପୀ ଲଣ୍ଠନର ଜଳିବା ବା ଜ୍ୱଳନ। ଲଣ୍ଠନର ଜଳିବାକୁ ଦେଖି କବି ନବ ନବ ଉନ୍ମେଷଶାଳିନୀ ପ୍ରଜ୍ଞାରେ ଆତୁର ହୋଇ ସଂଶିତ 14 ଧାଡ଼ିର କବିତା ଲେଖିଛନ୍ତି, ଯାହାକି ଶେଷରେ ଲୋକପ୍ରିୟ ହୋଇ ଶତ ପାଠକୀୟ ଗ୍ରାହ୍ୟତା ଲାଭ କରି କାଳଜୟୀ କବିତାର ମର୍ଯ୍ୟାଦା ପାଇଅଛି। ଲୋକ ପାଠକ ହୋଇ କବିତାଟିକୁ ମନରେ ସ୍ମରଣରେ ରଖିପାରିଛନ୍ତି। ଛୋଟ ଆକୃତିର କବିତା, ମାତ୍ର 14 ଧାଡ଼ିର। ଆର୍ଥିକ ବୈଷମ୍ୟ ମଣିଷ ସମାଜରେ ଥିଲାବାଲା ନଥିଲାବାଲା ଗୋଷ୍ଠୀ ସୃଜିଛି। ଧନୀ ଗରିବର ସମ୍ପ୍ରଦାୟ ବାହାର କରିଛି, ସୀମାରେଖା କାଢ଼ିଛି, ଯାହାଫଳରେ ମଣିଷ ହୋଇଛି ଶୋଷକ ଏବଂ ଶୋଷିତ, ପୁଞ୍ଜିପତି ଏବଂ ସର୍ବହରା। ଏହି
ସାମାଜିକ ବିଭେଦତା କବିତାରେ ପ୍ରଦର୍ଶିତ ଅତି ସଂକ୍ଷିପ୍ତ ସୂଚନାତ୍ମକ ରୀତିରେ। ମୂଳ କବିତା କିରାସିନୀ, କିଛି ଧୂଆଁ, ବତିଶିଖା ଏବଂ କିଛି କୀଟ। ଏ ସମସ୍ତ ଏକାକାର ଏ ଧାତବ ପରିବେଷ୍ଟନୀରେ ଏ କଲେଇ ଛଡ଼ା ଟିଣ ପେଟ ତଳେ ଅଗ୍ନିର ସମୁଦ୍ର ଢେଉ ଭାଙ୍ଗି ଜଳୁଅଛି ଭୟଙ୍କର କୃଷ୍ଣ ରଜନୀରେ। ନିଆଁ ଜଳେ ପୋଷାମାନି ମାନି ଏଇ ଟିଣର ପରିଧି। ସର୍କସର ବାଘ ପରି ଏ ଦୁର୍ଦ୍ଦାନ୍ତ ନିଆଁ ସୁନାପିଲା। ସତେଅବା ଏ କଳା କଳା ଟିଣ ସାଙ୍ଗେ ପରିଚୟ ନାହିଁ। ସତେଅବା ସେ ଜାଣେ ନାହିଁ କିପରି ଏ ଲଣ୍ଠନ ତାତିଲା। ତମେ ଯିଏ ମୌସୁମୀର ଆଳସ୍ୟକୁ ପତା ତଳେ ଖୁନ୍ଦି ଡୋଳା ସଞ୍ଚାଳନ ପାଇଁ ପ୍ରାଣପଣେ ପରିଶ୍ରମ କର ଏବଂ ଗହଳ ବାଳ ତଳେ ଲେସି ଦେଇଛ ଚମ୍ପକ, ତମେ କେବେ ଦେଖିପାର ପ୍ରଜ୍ୱଳିତ ଅସ୍ତିତ୍ୱ ମୋହର? ଅନୁମାନ କରିପାର ମୁଁ ଜଳୁଛି ଓ ଜଳୁଛି ତୀବ୍ର ଦରଜରେ, ମିଡ଼ିୟମ ଧୋତି ଏବଂ ଇସ୍ତ୍ରୀ କରା ଅଧା କାମିଜରେ। କବିତାର ଆଲୋଚନା। କବି ପୁରୁଣା କାଳିଆ ରଙ୍ଗ ଛଡ଼ା କିରାସିନୀ ଥିବା ଜଳୁଥିବା ଲଣ୍ଠନକୁ ରାତ୍ରିର ଅନ୍ଧାରରେ ଦେଖି ଭାବାବିଷ୍ଟ ହୋଇ କବିତାଟିକୁ ଲେଖିଛନ୍ତି। ପ୍ରଥମେ ଲଣ୍ଠନର ରୂପକ ବସ୍ତୁ ବା ପଦାର୍ଥ କବିର କାଳ୍ପନିକ ମନରେ ପ୍ରତୀକ ଚିତ୍ରକଳ୍ପ ସୃଜିଅଛି। ଚିତ୍ରକଳ୍ପକୁ ଶବ୍ଦଚିତ୍ର ବା ୱାର୍ଡ ପିକ୍ଚର କୁହାଯାଏ। ଶାରୀରିକ ଅନୁଭୂତି ସମ୍ପନ୍ନ କୌଣସି ଇନ୍ଦ୍ରିୟ ଚେତନା ମନରେ ପୁନଃ ଜାଗ୍ରତ ହେଲେ ଦେଖାଦେଲେ ଚିତ୍ରକଳ୍ପ ହୋଇଥାଏ। ଲଣ୍ଠନର ବାହ୍ୟ ବସ୍ତୁରେ ଭିତର ଜଳିବା ଭଳି ମଣିଷ ଦେହ ଲଣ୍ଠନରେ ମନ ଜଳିବା ହେଲା ପ୍ରତୀକିତ ସମାନତାପଣ। ହିନ୍ଦୀରେ ଗୀତଟିଏ ଅଛି, କହିଁ ଦୀପ ଜଲେ କହିଁ ଦିଲ। ଏହି ଗୀତ ଶ୍ରବଣ କବି କରିଥାଇ ପାରନ୍ତି। ହିନ୍ଦୀ ସିନେମା 20 ସାଲ ବାଦର ଉତ୍କଣ୍ଠିତ ସସ୍ପେନ୍ସ ପିକ୍ଚର। ଲତା ମଙ୍ଗେଶକର ଗାୟିକା। ସୂର୍ଯ୍ୟମୁଖୀ ସିନେମାରେ ଅଛି, ଅନ୍ତରେ କାନ୍ଦେ ମୁଁ ବାହାରେ ହସେ, ଏଇ ମୋର ପରିଚୟ। ମରି ସାରିଛି ମୁଁ ଏବେ ବି କରୁଛି ବଞ୍ଚିବା ଅଭିନୟ, ଏହି ମୋର ପରିଚୟ। ପ୍ରଣବ ପଟ୍ଟନାୟକ ଗାୟକ। ଠିକ୍ ଏହି ସିକ୍ୱେନ୍ସ ଲଣ୍ଠନ କବିତାରେ ଆସିଛି। ପ୍ରଥମେ ଲଣ୍ଠନର ରୂପଛବି କବିତା ଅନୁଯାୟୀ ହେଲା, ଲଣ୍ଠନ ଜ୍ୱଳନିତ ବସ୍ତୁ, ଆଲୋକର ବିଜ୍ଞାନ ପ୍ରଦୀପ। କିରାସିନିରେ ଜଳେ, ଉପରପଟ ଚିମିନିରୁ ଧୂଆଁ ବାହାର କରେ। କାଚ ଭିତରେ ବର୍ଣ୍ଣରରେ ଥାଇ ବତିଶିଖା ଜଳୁଛି। ନିଆଁରେ ଆକର୍ଷିତ ହୋଇ ପୋକମାନେ ଆସି ଜଳି ମରି ଲଣ୍ଠନର ଭିତର ସ୍ଥାନରେ ପଡ଼ିଛନ୍ତି। ତେଲ, ନିଆଁ, ଧୂଆଁ, ପୋକ, ବତି, ଜ୍ୱଳନ ସବୁ ଏକାଠି ଲଣ୍ଠନରେ ମିଶିଯାଇ ଅଛନ୍ତି। ଲଣ୍ଠନଟି ପୁରୁଣା, ରଙ୍ଗଛଡ଼ା, ଟିଣର ନିର୍ମିତ ବସ୍ତୁ। ତାର ପେଟ ବା ନିମ୍ନ ଭାଗରେ ତେଲ ଟାଙ୍କି, ନିଆଁର ଉତ୍ପାଦକ ତୈଳ ପଦାର୍ଥ। କବି ଯାହାକୁ ଅଗ୍ନିର ସମୁଦ୍ର ବୁଦ୍ଧିଦୀପ୍ତ ହୋଇ ନାମ ଦେଇଛନ୍ତି। ଯେଉଁ ତେଲ ବତି ମାଧ୍ୟମରେ ଉପରକୁ ଯାଇ ଭିଜି ରହି ଲଣ୍ଠନକୁ ଜଳାଏ, ତାକୁ ଆଲୋକିତ କରାଏ, ସେ ଲାଗି ନିଆଁର ସାଗର ନାମ ପ୍ରାପ୍ତ। ଅନ୍ଧାର ଭୟଙ୍କର ରାତିରେ ଥରି ଥରି ଢେଉ ଭଙ୍ଗା ନାମରେ ଜଳୁଅଛି କାଚ ଭିତରେ, ତାର ବେଷ୍ଟନୀରେ ଘେର ବେଢ଼ନରେ ଥାଏ ଶଇତାନ। ନିଆଁ ଚୁପଚାପ ସର୍କସର ଶାନ୍ତ ବାଘ ଭଳି ଏବଂ ସୁନାପିଲା ପରି ଆରାମରେ ଜଳୁଛି, ଆଲୋକ ଦେଉଛି, ବିକିରଣ କରାଉଅଛି। କାହାକୁ ଜାଳି ପୋଡ଼ାଇ କ୍ଷତି ନ କରାଇ, ଧ୍ୱଂସ ନଷ୍ଟ ନ କରି। ଜଙ୍ଗଲ ବାଘ ଦୁର୍ଦ୍ଦାନ୍ତ ହିଂସ୍ର, ହେଲେ ସର୍କସର ବାଘ ମାନିଆ। ରିଙ୍ଗ ମାଷ୍ଟରର ବସରେ ଥାଇ ଦର୍ଶକକୁ ଖେଳ ଦେଖାଏ। ଦୁଇ ବାଘରେ ପାର୍ଥକ୍ୟ ଅଛି। ସେମିତି ଦୁଷ୍ଟ ପିଲା ଚକୋଲେଟ ବିସ୍କୁଟ ପାଇ ମାଡ଼ ଖାଇ ସୁନାପିଲା ପାଲଟି ଗଲା ଭଳି ଏ ନିଆଁ କାଚ ପରିଧିରେ ଶାନ୍ତ ପଡ଼ି ଧୀରେ ଧୀରେ ଜଳିଛି। ନିଆଁର ଧର୍ମ ଜଳିବା। ସେ ଚୁଲିରେ ଥାଉ, ଜୁଇରେ ଥାଉ ଅଥବା ଲଣ୍ଠନ କାଚ ଭିତରେ ଥାଉ, ସବୁଠି ତାର କାମ ଜଳିବା ଏବଂ ଜଳେଇବା। ଯେମିତି ଲଣ୍ଠନ ବତି ତାର ପ୍ରଭାବରେ ଜଳୁଛି, କିନ୍ତୁ ସବୁଠି ନିଆଁର ପରିଚୟ ନାହିଁ। ମାନେ ହେଲା, ଲଣ୍ଠନରେ ସେ ଯେ ଥାଇ ଜଳୁଛି, ଏହା ନିଆଁ ନିଜେ ଜାଣେ ନାହିଁ ଏବଂ ଆହୁରି ବି ଜାଣେନା ତାର ଜଳିବାରେ ବସ୍ତୁ ଗରମ ହୋଇଯାଉଛି ବୋଲି। ଲଣ୍ଠନ
ତାତିବାଟାକୁ ମଣିଷ ଜାଣୁଛି, ହେଲେ ନିଆଁ ନୁହେଁ। ଯେହେତୁ ନିଆଁର ବୁଝିବା ଶକ୍ତି ନାହିଁ, ନିଆଁ ମଣିଷ ନୁହେଁ। ସେଥିପାଇଁ ଅଷ୍ଟକ ପର୍ଯ୍ୟାୟ ଏଠି ସରିଲା। ଏବେ ଷଷ୍ଠକ ପର୍ଯ୍ୟାୟ ଆସିଲା। ଲଣ୍ଠନର ପ୍ରତିକୃତି ଓ ତାର ଜଳିବା କାର୍ଯ୍ୟର ସମସ୍ୟାର ବିବରଣ ପରେ ମଣିଷଠାରେ ପ୍ରଭାବ ଦର୍ଶନ କବି କରାଇଛନ୍ତି। ଗରିବ, ଦରିଦ୍ର, ଶ୍ରମିକ, ମଜୁରିଆ, ଭୋକିଲା, ଅସହାୟ, ଜଞ୍ଜାଳଗ୍ରସ୍ତ ମଣିଷ ସବୁ ଏକ ଏକ ଲଣ୍ଠନର ଜ୍ୱଳନ ଯନ୍ତ୍ରଣା ଆତୁର ଗ୍ରସ୍ତ ଜୀବ। ଏଇମାନେ ହିଁ ଜଳିଥାନ୍ତି ଅଭାବ ଥାଏ ବୋଲି। ଏଇ ଭଳିଆ ଜଳୁଥିବା ଲୋକେ ଥିଲାବାଲା ସୁଖରେ ଆରାମରେ ସ୍ୱଚ୍ଛନ୍ଦରେ ଜୀବନ ବିତାଉଥିବା ଅଭାବୀ ନଥିବା ଲୋକଙ୍କୁ ଦେଖି କହୁଛନ୍ତି, ତୁମେମାନେ ବେଶ୍ ମଜାରେ ଥାଇ ସମ୍ଭୋଗ ଜୀବନ ବିତାଉଅଛ। ତେଣୁ ଆମ ଦୁଃଖ ବୁଝିବ କେମିତି? ବର୍ଷା ଋତୁର ମୌସୁମୀର ଅଳସୁଆପଣରେ ସକାଳେ ଡେରି ପର୍ଯ୍ୟନ୍ତ ତୁମର ଗହମ ନିଘୋଡ଼ ନିଦ ଭାଙ୍ଗୁନାହିଁ। ହେଲେ ଆମେ ଭୋକରେ ଆତୁର ଥାଇ ବର୍ଷାରେ ଭିଜି ଭିଜି ପେଟ ପାଇଁ ଦ୍ୱାର ଦ୍ୱାର ବୁଲି ଭିକ ମାଗୁଛୁ। ତୁମେ ସଜେଇ ହୋଇ କେଶରାଶିରେ ଚମ୍ପା ଫୁଲର ଲଗେଇ ତାର ବାସ୍ନାରେ ସ୍ୱସ୍ତିରେ ଶୋଉଅଛ, ଆରାମରେ ନିଦ୍ରା ଯାଇଛ। ତୁମେ ଗରିବ, ଦରିଦ୍ର, ଅଭାବୀ, ଭୋକିଲା, ନଥିଲାବାଲା ନୁହଁ। ତେଣୁ ଆମର ଦୁଃଖ ବୁଝିପାରୁନାହଁ। ଆମର ଜଳିବାକୁ ଉପଲବ୍ଧି ବା ଭାବିପାରୁନ। କେବେ ହେଲେ ଥରେ ଅନୁମାନ କରିପାରୁଛ କି ଆମର ଏ ଦେହ ରୂପକ ଲଣ୍ଠନ, ପୋଷାକ ନଥିବା ଶରୀର ଭିତରେ ମନଟି କେମିତି ବ୍ୟତିବ୍ୟସ୍ତ ହେଉଛି, ସନ୍ତାପ ପାଉଅଛି। ଆମେ ଜଳୁଅଛୁ, ଶାନ୍ତି ପାଇପାରୁନାହଁ। ଭଲ ଦାମିକା ଚକଚକିଆ ପୋଷାକ ପିନ୍ଧିବା ଆମ ଭାଗ୍ୟରେ ନାହିଁ। ନିମ୍ନ ମଧ୍ୟବିତ୍ତ ଗରିବ ଶ୍ରେଣୀୟ ଥିବାରୁ ଲଜ୍ଜା ନିବାରଣ ପାଇଁ ଯାହା ଭିତରୁ ଦେହ ଦିଶୁଥିବା ମିଡିୟମ ଧୋତି ବା ଜାଲୁଆ ଧୋତି ଏବଂ ଇସ୍ତ୍ରୀ ଥିବା ହାଫ୍ସାର୍ଟ ବା ଅଧା କାମିଜ ଜାମା ବା ଅଙ୍ଗା ପିନ୍ଧିଛୁ। ସୁଖ, ସୌଭାଗ୍ୟ, ସମ୍ପଦର ଆମେ ପାଳିତ ନୋହୁଁ। ସମ୍ବନ୍ଧ ନାମକ ହିନ୍ଦୀ ସିନେମାରେ ଗୀତରେ ଅଛି, अंधेरे में जो बैठे हैं जरा उन पर नजर डालो, अरे ओ रोशनी वालों। हमारे भी थे कुछ सपने, हमारे भी थे कुछ अरमां, सभी राह में छूटे जो कभी थे हैं अपना। मुकेश गायित गीत। ଦୁନିଆରେ ଗରିବ, ଦରିଦ୍ର, ଅଭାବୀ ଲୋକ ଥିବାର ଜାଣି ଅଲ୍ଲାହ ଥିଲାବାଲା ଧନୀ ମୁସଲମାନଙ୍କ ଉପରେ ଦାନ ବା ଜକାତ ବାଧ୍ୟତାମୂଳକ କରିଛି। ଯିଏ ଜକାତ ନ ଦେବ, ଲୋଭ କରିବ, ତାକୁ ବିଚାର ଦିବସ କୟାମତରେ ନିଆଁର ଚେଙ୍କ ଦାଗ ଦିଆଯିବ, ଆଉ ସେ ପାଟି କରୁଥିବ। ଅତଏବ ଲଣ୍ଠନ କବିତାଟି ଏକ ଅତି ସୁନ୍ଦର, ଯୁଗୋପଯୋଗୀ, ବାସ୍ତବବାଦୀ, କାଳଜୟୀ କବିତା, ଯାହାକି ନିଃସନ୍ଦେହ ଏ କବିତାଟି ଶୁଣାଯାଏ କି MA ଶ୍ରେଣୀ ଓଡ଼ିଆ ପାଠ୍ୟକ୍ରମରେ ରହିଅଛି।